ନମସ୍କାର ବନ୍ଧୁମାନେ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବତାଙ୍କୁ ନ୍ୟାୟ ଏବଂ କର୍ମଫଳର ଦେବତା କୁହାଯାଏ। ଶନିଦେବ ସବୁଠାରୁ ଧୀରେ ଗତିରେ ଚାଲୁଥିବା ଗ୍ରହ ଏବଂ ଗୋଟିଏ ରାଶିରେ ପ୍ରାୟ 2.5 ବର୍ଷ ରୁହନ୍ତି। ବର୍ତ୍ତମାନ 2024 ମସିହା ପ୍ରଥମ 6 ମାସ ଶେଷ ହୋଇସାରିଛି ଏବଂ ଶନିଦେବ ଏବେ ମଧ୍ୟ ମୀନ ରାଶିରେ ଚଳନ କରୁଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମଧ୍ୟ ସେ ଏହି ରାଶିରେ ରହିବେ। ଏହି କାରଣରୁ କିଛି ରାଶି ଉପରେ ଶନିଙ୍କର ସାଢ଼େ ସାତି ଏବଂ କିଛି ରାଶି ଉପରେ ଶନିଙ୍କ ଡେୟାର ପ୍ରଭାବ ଜାରି ରହିଛି। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ଶନିଙ୍କର ଚଳନ ଆସନ୍ତା 6 ମାସ କେଉଁ ରାଶି ପାଇଁ କେମିତି ରହିବ। ତ ବନ୍ଧୁମାନେ ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏବେ ଶନିଙ୍କର ସାଢ଼େ ସାତିର ପ୍ରଥମ ଚରଣ ଚାଲୁଛି। ଆସନ୍ତା 6 ମାସ ଆପଣଙ୍କର କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆଣିପାରେ। କାମରେ ବାଧାବିଘ୍ନ ଉପୁଜିବାର ସହ ମନରେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ତେଣୁ କୌଣସି ବି ନିଷ୍ପତ୍ତି ତରବରିଆ ଭାବେ ନ ନେଇ ଭାବିଚିନ୍ତି ନେବା ଆପଣଙ୍କ ପାଇଁ ବହୁତ ଭଲ ହେବ ଏବଂ ଆପଣ ଟିକେ ସତର୍କ ରୁହନ୍ତୁ। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ପାଇଁ ଏକ ଆଶ୍ୱସ୍ତିକର ଖବର। ଆପଣଙ୍କ ଉପରେ ସାଢ଼େ ସାତିର ଶେଷ ଚରଣ ଚାଲିଛି। ଏହାର ଅର୍ଥ ହେଉଛି ଆସନ୍ତା ମାସଗୁଡ଼ିକରେ ଆପଣଙ୍କୁ ଧୀରେ ଧୀରେ ସମସ୍ୟାରୁ ମୁକ୍ତି ମିଳିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। କିନ୍ତୁ ମନେ ରଖନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଏବଂ ବୁଝିବିଚାରି ବଡ଼ ନିଷ୍ପତ୍ତି ନେବା ଜରୁରୀ ଅଟେ। ମୀନ ରାଶି। ଶନିଦେବ ଏବେ ମୀନ ରାଶିରେ ହିଁ ଅଛନ୍ତି। ତେଣୁ ଆପଣଙ୍କର ଉପରେ ଶନିଙ୍କର ସାଢ଼େ ସାତିର ଦ୍ୱିତୀୟ ଅର୍ଥାତ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚରଣ ଚାଲିଛି। ଆପଣଙ୍କର ବ୍ୟାପାର ଓ ଚାକିରି କ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ଚ୍ୟାଲେଞ୍ଜ ଆସିପାରେ। ଆର୍ଥିକ ମାମଲାରେ ଆପଣ ଟିକେ ସତର୍କ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ଆଶଙ୍କା ଥିବାରୁ ସଂଯମତାର ରକ୍ଷା କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟକୁ ଟିକେ ଜଗି ରଖି ଚଳନ୍ତୁ। ତା ପ୍ରତି ଆପଣ ଟିକେ ସତର୍କ ରହିଲେ ଆପଣଙ୍କ ପାଇଁ ବହୁତ ଭଲ ହେବ। ସିଂହ ରାଶି। ସିଂହ ରାଶିର ଜାତକଙ୍କ ଉପରେ ଶନିଙ୍କର ଡେୟାର ପ୍ରଭାବ ରହିଛି। ଆସନ୍ତା 6 ମାସରେ ବିନିଯୋଗ ବା ଇନଭେଷ୍ଟମେଣ୍ଟ କରିବା ସମୟରେ ଅଧିକ ସାବଧାନ ରହିବାକୁ ପଡ଼ିବ। ସମ୍ପୂର୍ଣ୍ଣ ସୂଚନା ନଥାଇ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେଲେ ଆପଣଙ୍କ ପାଇଁ ବହୁତ କ୍ଷତି ହୋଇପାରେ। ଆପଣଙ୍କୁ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ହେବ। ଆପଣଙ୍କର ସ୍ୱାସ୍ଥ୍ୟକୁ ନେଇ ଆପଣ ଟିକେ ଚିନ୍ତାରେ ରହୁଥିଲେ ଆପଣ ଏହି ସମୟରେ ଆଉ ଟିକେ ସତର୍କରେ ରୁହନ୍ତୁ ଏବଂ ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଯଦି ଆପଣ କାମ କରୁଛନ୍ତି ତାହେଲେ ଆପଣ ତା ପ୍ରତି ବି ଟିକେ ସତର୍କ ରୁହନ୍ତୁ। ଆପଣଙ୍କର ଖର୍ଚ୍ଚ ପ୍ରତି ଆପଣ ଟିକେ ନିୟନ୍ତ୍ରଣରେ ରୁହନ୍ତୁ। ଧନୁ ରାଶି। ଧନୁ ରାଶି ଉପରେ ମଧ୍ୟ ଶନିଙ୍କର ଡେୟାର ଜାରି ରହିଛି। ବର୍ଷର ବାକି ଥିବା ମାସଗୁଡ଼ିକରେ ଆପଣଙ୍କୁ ଶାନ୍ତ ଓ ସନ୍ତୁଳିତ ରହିବାକୁ ହେବ। କର୍ମକ୍ଷେତ୍ରରେ କୌଣସି ପ୍ରକାରର ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଏହି ସମୟରେ ନିଆଯାଇଥିବା ସୁଚିନ୍ତିତ ନିଷ୍ପତ୍ତି ଭବିଷ୍ୟତରେ ଭଲ ପରିଣାମ ଦେବ। ଅନେକଙ୍କ ଭ୍ରାନ୍ତ ଧାରଣାରେ ରହିଛି ଯେ ଶନିଦେବ କେବଳ କଷ୍ଟ ଦିଅନ୍ତି କିନ୍ତୁ ଏହା ସତ ନୁହେଁ ବରଂ ଅନୁଶାସନ ଏବଂ ପରିଶ୍ରମର ଶିକ୍ଷା ଦିଅନ୍ତି। ତେଣୁ ଭୟଭୀତ ନ ହୋଇ ସାବଧାନର ଓ ସତ୍କର୍ମ ସହ ଆଗକୁ ବଢ଼ନ୍ତୁ। ସମୟରେ ନିଶ୍ଚୟ ବଦଳିଯିବ ଏବଂ ଆପଣଙ୍କର ଯାହା ବି ସମସ୍ୟା ଥିଲା ସେସବୁ ଧୀରେ ଧୀରେ ଆପଣଙ୍କର ଦୂର ହେବାକୁ ଲାଗିବ। ଆପଣଙ୍କର ସ୍ୱାସ୍ଥ୍ୟକୁ ଟିକେ ଜଗି ରଖି ଚଳନ୍ତୁ। ଆପଣଙ୍କର ଏହି ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତ ବନ୍ଧୁମାନେ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ।
ଯଦି ଆପଣମାନଙ୍କୁ ଭଲ ଲାଗିଥିଲେ ତାହେଲେ କମେଣ୍ଟ ବକ୍ସରେ ଜୟ ଶନିଦେବ, ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶନି।